ଶ୍ରୀକୃଷ୍ଣ କହିଛନ୍ତି, ରେ ମଣିଷ, ତୋର ଜୀବନର ସତ୍ୟ ତୁ କ'ଣ ଜାଣିଛୁ? ଯେତେ ତୀର୍ଥ ଧନ ଭ୍ରମଣ କରୁଥା, ଶେଷ ତୀର୍ଥ ତୋର ମଶାଣି ଭୂଇଁ। ଯେତେ ହୋମ ଯଜ୍ଞେ ସମିଧ ଜାଳୁଥା, ନିଜେ ଜଳିଯିବୁ ଜଳିଲେ ଜୁଇ। ଯେତେ ମନ ଭୁଲା ସଙ୍ଗୀତ ଶୁଣୁଥା, ରାମ ନାମ ସତ୍ୟ ଶୁଣିବୁ ତୁ ଶେଷେ। ଯେତେ ଅଳଙ୍କାର ଦେହରେ ମଣ୍ଡୁଥା, ଶେଷେ ବନ୍ଧା ପାଳ ଦଉଡ଼ି ଫାସେ। ଯେତେ ବହଳିଆ ଗଦିରେ ଶୋଉଥା, ଶେଷେ କୋକେଇରେ ଦେବେ ଶୁଆଇ। ଯେତେ ସମ୍ପତ୍ତି ତୁ ସଞ୍ଚିଲେ ସଞ୍ଚିଥା, ମଲା ପରେ ସବୁ ନେବେ ବୁହାଇ। ଯେତେ ହଣ୍ଡା ହାଣ୍ଡି ସାଇତି ରଖିଥା, ଶେଷେ ଭାତ ଦେବେ ମାଟି ହାଣ୍ଡିରେ। ଯେତେ ଦାମୀ ଲୁଗା ସଜେଇ ରଖିଥା, ଘୋଡ଼େଇ ଦେବେ ସେ ଧଳା ଲୁଗାରେ। ସୁନା ଥାଳିରେ ଖାଇଲେ ଖାଉଥା, ମଲା ପରେ ଦେବେ ପତରେ ବାଢ଼ି। ବାରି ପଛ ଆଡ଼େ ଘାସକୁ ଆଡ଼େଇ, ଦାନ୍ତ କାଠି ପାଣି ଦେବେ ସଜାଡ଼ି। ଯେତେ ଯିଏ ଏଠି ସମ୍ପତ୍ତି ଅର୍ଜିଛି, କିଏ ମଲା ବେଳେ ପାରିଛି ନେଇ। ମାତା ଗର୍ଭୁ ଶୂନ୍ୟେ ଭୂଇଁ ଛୁଇଁଥିଲୁ, ଶେଷରେ ଶୂନ୍ୟେ ତୁ ଛାଡ଼ିବୁ ଏହି ମୋହି। ଧନ ଅର୍ଜନେ ଧର୍ମ କରି, ଧର୍ମେ ପ୍ରାପତ ନରହରି। ଦୁଃଖେ ଅର୍ଜିତ ଯେତେ ଧନ, ସେ ନୁହେଁ ସୁଖେ ପ୍ରୟୋଜନ। ଆପଣା କଲା କର୍ମ ମାନ, ବେଳୁ ହୋଇବ ସାବଧାନ। ପ୍ରାଣୀଙ୍କ ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି। କାଳର କ୍ରୀଡ଼ା ଏ ଜଗତ, କାଳକୁ କେବା ସାମରଥ। କାଳର ବଶ ଏ ଜଗତ, ପ୍ରାଣୀ ଏ କାଳର ଆୟତ। ଶ୍ରୀକୃଷ୍ଣ କହିଛନ୍ତି, କାହା ପ୍ରତି ଈର୍ଷା, ଦ୍ୱେଷ ଏବଂ ପ୍ରତିଶୋଧ ଭାବ ରଖନ୍ତୁ ନାହିଁ। ଭଗବାନ ସ୍ୱୟଂ ତୁମକୁ ରକ୍ଷା କରିବେ। ଜଣେ ମାଟିର ମୂର୍ତ୍ତି ତିଆରି କରୁଥିବା କଳାକାର ଭଗବାନଙ୍କୁ ପଚାରିଲେ, ହେ ପ୍ରଭୁ, ତମେ ବି ଏକ କଳାକାର, ମୁଁ ବି ଏକ କଳାକାର। ତମେ ମୋ ଭଳି ଅସଂଖ୍ୟ ମଣିଷ ତିଆରି କରି ପୃଥିବୀକୁ ପଠାଇଛ, ଆଉ ମୁଁ ତୁମ ଭଳି ଅସଂଖ୍ୟ ମୂର୍ତ୍ତି ତିଆରି କରି ଏଇ ପୃଥିବୀରେ ବିକ୍ରି କରିଛି। କିନ୍ତୁ ସେତେବେଳେ ମୋତେ ଲାଜ ଲାଗେ, ଯେତେବେଳେ ତମେ ଗଢ଼ିଥିବା ମଣିଷ ପରସ୍ପର ସହିତ ଲଢ଼େଇ ଝଗଡ଼ା କରନ୍ତି, ଆଉ ମୋ ଦ୍ୱାରା ଗଢ଼ାଯାଇଥିବା ମୂର୍ତ୍ତିକୁ ଲୋକେ ମୁଣ୍ଡ ନୁଆନ୍ତି, ପ୍ରଣାମ କରିଥାନ୍ତି। ଦୁନିଆ ଦେଖୁଛି, ହସୁଛି ଅଧର୍ମ, ଧର୍ମ ଗଡ଼ଉଛି ଲୁହ। ତଥାପି ଭାବୁଥିବି ପ୍ରଭୁ, ଧର୍ମର ହେବ ଜୟ। ସମୟ ଦେଇଛି କେତେ ମହାଶିକ୍ଷା, କରିବା ତାହା ଉପଯୋଗ। ବହୁମୂଲ୍ୟ ଅଟେ ଏଇ ଜୀବନ ସମୟ, ଥରେ ମିଳିଥାଏ ଏ ସୁଯୋଗ। ବଡ଼ ବଳବାନ ସମୟର ବେଗ, ଚାଲିଥାଏ ଅବିରତ। ରହିଯାଏ ଖାଲି ପାଦ ଚିହ୍ନ କିଛି, ଅଭୁଲା ସ୍ମୃତି ବିଗତ। ପାପ ପୁଣ୍ୟର ବିଚାର କରିଛି ସମୟର ଇତିହାସ। କାଳଚକ୍ରେ ଏହି ଧରା ପୃଷ୍ଠେ ଅହଙ୍କାରର ବିନାଶ। ଶ୍ରୀକୃଷ୍ଣ କହିଛନ୍ତି, ବର୍ତ୍ତମାନ ସମୟରେ ମଣିଷ ପାଖରେ କିଛି ଧନ ହୋଇଗଲେ ଓ କୌଣସି ଗୋଟେ କ୍ଷମତା ପାଇଗଲେ, ସେହି ମଣିଷ ଅନ୍ୟ ମଣିଷମାନଙ୍କୁ ପୋକ ମାଛି ପରି ବ୍ୟବହାର କରେ। କିନ୍ତୁ ସେ ଜାଣିପାରେ ନାହିଁ ଯେ କିଛି ଦିନ ପରେ ସେହି ଧନ ଓ କ୍ଷମତା ତା ନିକଟରୁ ଉଭେଇଯିବ। ସେତେବେଳେ ତା ପାଖରେ କେହି ବି ନଥିବେ, ଲୋକମାନେ ତାଙ୍କୁ ପାଖରେ ବି ଠିଆ କରେଇ ଦେବେନି। ତେଣୁ କାହିଁକି ଏ ଗର୍ବ, କାହିଁକି ଏ ଅହଙ୍କାର? ସମସ୍ତଙ୍କୁ ସ୍ନେହ ମମତାରେ ବାନ୍ଧି ବାଟ ଚାଲ। ମରିବା ପର୍ଯ୍ୟନ୍ତ ସମସ୍ତେ ତୁମ ପାଖରେ ରହିବେ। ଜୀବନରେ ଗୋଟିଏ କଥା ସବୁବେଳେ ମନେ ରଖିବେ, ସମୟ ବଦଳିବାକୁ ସମୟ ଲାଗିଥାଏ, କିନ୍ତୁ ମଣିଷ ବଦଳିବାକୁ ସମୟ ଲାଗେ ନାହିଁ। ଲୋକେ ତ ଚାହିଁବେ ତୁମେ ଭଲରେ ରୁହ, କିନ୍ତୁ କେବେ ଚାହିଁବେ ନାହିଁ କି ତୁମେ ତାଙ୍କଠାରୁ ଭଲରେ ରୁହ। ମଣିଷ ଦୁଃଖର 10ଟି କାରଣ ହୋଇପାରେ। ଡେରିରେ ଶୋଇବା, ଡେରିରେ ଉଠିବା, ଦେବା ନେବାର ହିସାବ ନ ରଖିବା, ଅନ୍ୟ ପାଇଁ କିଛି ନ କରିବା, ନିଜ କଥାକୁ ସବୁବେଳେ ଠିକ୍ ବୋଲି କହିବା, କାହାରି ବିଶ୍ୱାସ ନ କରିବା, ବିନା କାରଣରେ ମିଛ କହିବା, କୌଣସି କାମ ଠିକ୍ ସମୟରେ ନ କରିବା, ଉପରେ ପଡ଼ି ଉପଦେଶ ଦେବା, ଅତୀତକୁ ବାରମ୍ବାର ମନେ ପକାଇବା,
ସବୁବେଳେ ନିଜର ସ୍ୱାର୍ଥ ହିଁ ଦେଖିବା।